किए बाबा ये सकाल सकाल नड़िया छड़ा समस्ते एकाठी समस्त मोर नमस्कार जय जगन्नाथ मु स्वागत करुँच आयुष बेहरा ओडिया ब्लॉग को मु आशा करछि आपण माने बहुत भले थे आम आनी देछु आपण मन पई आ गोटे पुणी थे नुआ ब्लॉग आपण माने जल्दी जल्दी जाइए देखंतु वीडियो टिकी जदि आपण मानकु भल लागुची ताहले निहाती लाइक कमेंट शेयर करंतु आ सब्सक्राइब करिया को जम्मार भी भूलंतुनी चलन देखिबा हमर न्यू ब्लॉग नमस्ते बाबा ये सकाल सकाल नड़िया छड़ाउछंती नड़िया छड़ाउची ओहो आ मम्मी सेठी कौन होची सिमिया बसची सिमिया कदली सकाल सकाल हाँ से अमूल पड़ला सरू चकुली की आ सिमिया हाँ अमूल पड़गला हाँ हाँ आठ बाबा नड़िया छाड़ पूरा बड़ नड़िया ना पूरा बड़ नड़िया से कौन रात बटा रखा हाँ 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 कर हाँ लुण पड़गला हाँ हाँ पिठा कर खाइबा देखु ये मम्मी पिठा कर देछि सेठे पिठा है आसला पिठा है गला ना ये को एमिति भंगाइछि ये को एमिति भंगाइछि ये होछि पूरा दिया आइछि ये होछि माखरा तेरी होछि हैला हां ये होछि माखरा ये होछि पूरा दिया खाइ बनेछि हां सेति लागि पूरा तयारी करथि जे नडिया तो बांधी अछि हां ए फोन एटा तयार हबो मम्मी इलु मम्मी फो गणी गइसिंदी टिकिटा गणी गइसिंदी री ओय हेलो आसी गले नुआ अतिथि आसी गले नुआ अतिथि किए रे हां ए किए बा चिंचु मते हां खरा बेले हेट 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 रे हेट 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 टा 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 किए 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 छबा हाँ देखिए सानू पाक जाऊँ ना नाई आलू बोली बोलू हाँ सी चिन्ह सी कहूँ मो भाई ये भाई लाइन ना फैन बस लाइन ना ये कटेगला लाइन सी सानू के गेल कर देखुन तक गेल कर पकुच देख सानू को गेल कर सी देखु मो बड़ भाई हाँ बड़ भाई की गेल करचु गेल से कोनेला ये बड़ा बाबा करे किए अछि की हाँ किए छे हाँ हे ओहो तम मोबाइल फोटो देखुछी कोनटा जानछि कहला कोनटा जानछि मोबाइल बजला खातुवा हां मोबाइल देखुतले खाइयोने कोन करियो हाय मम्मी हे केने हसुसी हसदे भाई के नहीं दे हसदे हेलो हम घर गोटे कुणिया आछंती सेटा कुणिया पुआ हसी दे भाई जाने की हसी दे मम्मी ଏବେ ଧରିଛି ଗାଧେଇ ସାଇଲେଟି ଗାଧେଇ ବି ସାଇଲେ କଣ हां कौन जा
ଏବେ ମମି କ'ଣ ହେଉଛି ଏଠି କ'ଣ ହେଉଛି ରୋଷେଇ ଆଜି? ରୋଷେଇ ସରିଲା ବା ସକାଳର ହେଇଥିଲା ସିମା କରିଥିଲି ଆଉ ସରୁ ଚକୁଳି ପିଠା ହେଇଥିଲା। ସରୁ ଚକୁଳି ପିଠା ଇଏ ନା ରାତିରେ ସବୁ ବାଟିକି ରଖିଦେଇଥିଲି। ହଁ ମାନେ ରାତିରେ ବାଟିକି ରଖିଦେଲେ ସକାଳକୁ ସରୁ ଚକୁଳି ପିଠାଟା ଭଲ ହବ। ହଁ ଆଉ ଏଠି ସରୁ ଚକୁଳି ପିଠା ହେଇଛି ଆଉ ଏଠି ସିମିଆ ଆଉ ବଳିଲା ଏତକ ସମସ୍ତେ ଖାଇସାରି ତ ଆମେ ଏଠି ଖାଇ ଗୋଟେ ଉଠିଲୁ। ପ୍ୟାକେଟ କରିଥିଲି ସେ ପ୍ୟାକେଟଟା 2 ପ୍ୟାକେଟ ଆସିଥିଲା ଏମିତି। ମୁଁ କହିଲି 2ଟା କରିଦେବି, ବାବା କହିଲେ ନାଇଁ ଗୋଟେ କରିଥାଉ। ଗୋଟେ ପ୍ୟାକେଟ କଲି ଖାଇକି ସମସ୍ତେ ବଳିଛି ପୁଣି ଏତକ। ତୁ ତ ଟୋଟାଲି ଖାଇଲୁନୁ। ମତେ ସିମିଆ ଭଲ ନୁହଁ। ଗୁଗୁନି ଆଣିକି ଖାଇଲୁ। ଆଉ ଚାହା ହେଲା, ମା ବି ଖାଇଲେ। ବାଇଗଣ ଶିଖା ହେଇଥିଲା ଏଠି। ଆଉ ଗୋଟେ ଫଳ ବାଇଗଣ ଅଛି। ସାନୁ କହିଲା ମୋ ପାଇଁ ଗୋଟେ ରଖିଥିବୁ ବୋଲି। ହଁ ତା ପାଇଁ ଅଛି ଆଉ। ତ ଏବେ ଦେଖୁନ୍ ସମସ୍ତେ ଆଜି ଦ୍ୱିପହର ପାଇଁ ରୋଷେଇ ହେଉଛି। କ'ଣ କୋବି କଟା ହେଉଛି ଏବେ ନା? କ'ଣ ଗାଡ଼ି କାଇଁ ଗାଡ଼ି ଚାବି କ'ଣ ଲଗେଇଥିଲ କି ସେଥିରେ? ଗାଡ଼ି ନାହିଁ ଦାଣ୍ଡରେ? ଗାଡ଼ି ନାହିଁ। ଗାଡ଼ି ଦେଖିଥିଲ ଟିକେ ଏମିତି ଥୁଆଇଥିଲା। ଆମେ ସବୁବେଳେ ଚାବି ଲଗେଇ ଥିବୁ ଏଇ ଗାଡ଼ି। ମାନେ କିଏ ନେଇଛି ସେଗୁଡ଼ା କହିନି ସେ ପୁରା? ଗାଡ଼ି କିଏ ନେଇଗଲା? କୋଉ ଦାଣ୍ଡରେ ନାହିଁ ଟୋଟାଲି? କ'ଣ ଗାଡ଼ି ଦାଣ୍ଡରେ ନାହିଁ ମୁଁ କହିଲି ଜାଣିଥିଲି ତ। ମା ଦେଖିଥିବୁ ନିକି ଦେଇଥିବୁ। ଏଇଠି ମୁଁ ଆଉ ଟିକେ ପରେ ଆସିଥିଲି ଥୁଆଇଥିଲା ଗାଡ଼ି। ସାଇକେଲ ତ ଥୁଆଇଛି। ବାବା ମୋତେ ଚାବି ଲଗେଇ ଦେଇଛନ୍ତି। ଚାବି ଲଗେଇ ଦେଇ କହିଲେ ମୁଁ ତେଲ ଲଗେଇକି ଆସି ଯାଉଛି, ଗାଧୋଇକି ଯିବି ବଡ଼ ପୋଖରୀ। ଲାଟ୍ରିନ୍ରେ ଗୋଟେ ସାପ ପଇଛି ବୋଲି ସେ ସେଇ ଯୋଗୁଁ ଯାଉନାହାନ୍ତି। କହିଲେ ବଡ଼ ପୋଖରୀ ଯାଉଛି, ସେଠି ଗାଧୋଇକିରି ଆସିବି ଗୋଟେ ଲାଟ୍ରିନ୍ ଯାଇକି ଗାଧୋଇକି ଆସିବି। ସିଏ ଆଇଲା ବେଳକୁ ଗାଡ଼ି କ'ଣ ନାହିଁ କହୁଛନ୍ତି। ଏଇ ଗାଡ଼ି ତ ଥୁଆଇଥିଲା ଏଠି। ହଁ କ'ଣ ହେଲା ଫୋନ୍ କରିଲ କାହାକୁ ଟିକେ ଦାଣ୍ଡରେ ଗାଡ଼ି ଥୁଆଇଛି, ଗାଡ଼ି ରହୁନି ମାନେ ଦିନଟାରେ ପୁଣି। ଏଇନା 12ଟା ଖଣ୍ଡେ ହେଇଛି ବୋଧେ। ହଁ 12ଟା ହେଇଛି ବା। ଏଇଠି ଗାଡ଼ି ଥୁଆଇଥିଲା କି ନେଇ ପଳେଇଛି। ଗାଡ଼ି ଥୁଆଇଥିଲା ଏଠି ଦେଖୁନ ଗାଡ଼ି କିଏ ନେଇଗଲାଣି। ସାଙ୍ଗେ ସାଙ୍ଗେ କ'ଣ ଘରୁ ଆସୁ ଆସୁ ଗାଡ଼ିଟା କିଏ ନେଇଯିବ। ଯିଏ ବି ନେଇଛି ସେଗୁଡ଼ା ପୁଣି କହିକି ନେବ ନା ନାହିଁ। କିଏ ନେଇଛି କି କ'ଣ ଆମେ ଏପର୍ଯ୍ୟନ୍ତ ଜାଣିବାକୁ ନାହିଁ। ଫୋନ୍ ଲଗାଇଲା ତାଙ୍କ ସାଙ୍ଗମାନଙ୍କୁ ଯେତେ ଜଣ ଅଛନ୍ତି ପଚାରିଦିଅ। ସେ ନେଇକି ମଜା କରି ନେଇଥିବେ କି କ'ଣ କରିଥିବେ। କି କୁଆଡ଼େ ଯାଇଥିବେ ତ। ଚାବି ଲାଗିଥିବ ତ ଲାଗିଥିଲା ତ। କ'ଣ ହେଲା? ମୁନା ନେଇଛନ୍ତି। ନେଲ ଗାଡ଼ିଟା କହିକି ନେବା କଥା ନୁହଁ। ହଁ କାଟି ସାରିଲଣି। ଆମେ ପୁରା ସିଏ କହୁଛନ୍ତି ତାଙ୍କ ଘରେ ପୁରା ଚହଳ ପଡ଼ିଯାଇଛି। ଗାଡ଼ିଟା ଗୋଟେ ଆଶ୍ଚର୍ଯ୍ୟ ଦୂର ନେଇକି ଗାଡ଼ି ଷ୍ଟାର୍ଟ ବି ସୁଗା ହେଲାନି। ଷ୍ଟାର୍ଟ ବି ଆମକୁ ସୁଗା ଯାଇନି ହେଲା। ସେ ଗାଡ଼ି ବି ଷ୍ଟାର୍ଟ ହେଉନି। ବାବାଙ୍କୁ 2 ଲାଗିଲାଣି ଜମା ହାତ ଛୁଆ ହେଲା। ଲାଟ୍ରିନ୍ ସାପଟା ବସିଛି ବୋଲି ବାବା ଯାଉନାହାନ୍ତି ହେଲା। ଭଲ ଲାଗିଲା ଟିକେ ଶୁଣିକିରି। ରାତି ଯାଏଁ ରହୁଛି। ସେ କୁଆଡ଼େ ଯାଇଛନ୍ତି ନେଇକି? ପଞ୍ଚାୟତ ଅଫିସ ନେଇକି ଯାଇଛନ୍ତି। ସେ କହୁଛନ୍ତି ତାଙ୍କ ଘରେ ଚହଳ ପଡ଼ିଗଲି। ବାବାଙ୍କୁ କହିଲା ତ ଏବେ ଦେଖନ୍ତୁ ଏବେ ଲାଟ୍ରିନ୍ ଆମର ଭଙ୍ଗା ହେଇଯାଇଛି। ଯୋଉ ସାପ ବସିଲା ମାନେ ସାପ ବାହାରିଥିଲା। ବାହାରି ପଡ଼ିଲା ନା? ବାବା ଯାଇଛନ୍ତି ବଡ଼ ଗାଧେଇବେ ଆସିବେ। ନିଜେ ପଶୁନାହାନ୍ତି ଲାଟ୍ରିନ୍ ଭିତରେ ଏତେ ଭୟ। ଆଉ ଦୁଇଥର ଗଲଣି। ସକାଳେ ଥରେ ଯାଇଥିଲେ, ପୁଣି ଏଇନେ ଯାଇଛନ୍ତି ଥରେ ଗାଧେଇବାକୁ। ମନା କଲି ଗାଧେଇବେନି ବଡ଼ ପୋଖରୀ। କାଲି ତାହେଲେ ଆଇଲେ ଘରେ ଗାଧେଇକି ଦେଲେ। ତ ଏଇଟା ଖୋଲା ହେଇଗଲା ସେଟା ଆଉ ନା? ହଁ ପୁରା ଖୋଲା ହେଇଯାଇଛି। ପୁଣି ଆଉ ଥରେ ପଡ଼ିବ। ଏଇନା ପକେଇ ହେଇଯିବ। ବାବା ଆସିଲେ ତାକୁ ପକେଇବେ ଖାଇକି। ଆଉ ରୋଷେଇ ସରିଗଲାଣି? ସରିନି ବା। ତାପରେ ଏଠି ବଘାରି ବି ଯାଉଛି। ଆଉ ଭାତ ହେଇଛି, ଅରୁଆ କୋବିଟା ହବ। ଅରୁଆ ଭାତ ହେଇଛି, କୋବି ହବ ବୋଲି କଟା ହେଇକି ଥୁଆଇଛି। ଆଉ ମୁଁ ଗାଧେଇ ବୋଲି ପାଣି ଥୁଆଇଛି ଗରମ। ଦେଖନ୍ତୁ ଆଜି ସମସ୍ତେ ଏକାଠି ବସିକିରି ଖାଉଛନ୍ତି କଦଳୀ ପତ୍ରରେ। ଆୟୁଷ କହିଲେ କଦଳୀ ପତ୍ରରେ ଖାଇବା। ଆଉ ଏବେ ଚାଲିଛି ଭାତ ଡାଲି ଆଉ କୋବି ତରକାରୀ। ସୋମବାର ଗୁରୁବାର କଦଳୀ ପତ୍ର ଖାଇବା ଆଉ। ହଁ ସୋମବାର ଗୁରୁବାର ଏଥର କଦଳୀ ପତ୍ରରେ ଖାଇବେ। ଲେମ୍ବୁ କଞ୍ଚା ଲଙ୍କା ଚକଟା ହେଇଛି ତାଙ୍କର ବି। ଆଉ ବୋଉଙ୍କର ଖଟା ଟିକେ ଥିଲା, ଖଟା ଖାଉଛନ୍ତି ସେ। ବଢ଼ା ହେଇଛି। ଆଉ ରୋଷେଇ ସେଇଠି ତ ଥୁଆ ହେଇଯାଇଛି ସବୁ। ଆଉ ମୁଁ ଘରକୁ ଆଜି କିଛି ନେଇନି। ଆଉ ସବୁ ମିଶିକିରି ଏଠି ଖାଉଛନ୍ତି ସମସ୍ତେ ମିଶିକି ଆଉ। ହଉ ମୁଁ ରହିଲି। ମୁଁ କେଉଁଠି ବସିବି? ମୋର ଏଇ ଯେଉଁ ଜାଗାଟା ଯେଉଁ ଫାଙ୍କଟା ଅଛି ମୁଁ ସେଇଠି ବସିବି ନା କ'ଣ? ମୁଁ ସେଇଠି ବସି ପଡ଼ିବି। ନା ମ ତମେ କାହିଁ ପଥର ପଡ଼ୁଛ? ଖାଇସାରୁନ। ମୁଁ ଆଉ ଲଗେଇବି ନା ନାହିଁ ପୁଣି ପଛରେ। ଭୋଜି ଚାଲିଛି ଆଜି। ଭୋଜି ଚାଲିଛି। ଏବେ ଖାଅ ସମସ୍ତେ ହେଲା। ମୋତେ କେହି ଡାକୁନାହାନ୍ତି। ସମସ୍ତେ ଖାଉଛନ୍ତି, ମୋତେ କେହି ଡାକୁନାହାନ୍ତି ହେଲା। କେଉଁଠି ଜାଗା ଅଛି? ଏଇଠି ଜାଗା ଅଛି। ଯେଉଁପଟେ ବସିଲେ ଚଳିବ ଆଉ। ହଉ
ଖାଅ ସମସ୍ତେ ଆଉ।